ଭାରତବର୍ଷର ସମସ୍ତ ନାଗରିକଙ୍କର ପରିଚୟ ପତ୍ରର ନିହାତି ଆବଶ୍ୟକତା ଅଛି, ଯେଉଁଟାକ ଆଧାର ଏକ ପ୍ରଧାନ ପରିଚୟ ପତ୍ର ଏବଂ ଆଧାରରେ ସମସ୍ତ ଜିନିଷ ମଧ୍ୟ ଫିଡିଂ କରାହେଉଛି, ହେବା ମଧ୍ୟ ସ୍ୱାଭାବିକ। କିନ୍ତୁ ଗୋଟେ କଥା ହେଉଛି, ସରକାର ଯେଉଁ ଆଇନ କରିଛନ୍ତି ଏହା ସ୍ୱାଗତ ଯୋଗ୍ୟ, ସେଥିରେ କିଛି ଅସୁବିଧା ନାହିଁ। ଭବିଷ୍ୟତ ପାଇଁ ଲୋକମାନଙ୍କ ସୁବିଧା ହେବ ଏବଂ କୌଣସି ଫଲ୍ସ କାର୍ଯ୍ୟ କରିବା ପାଇଁ ଏସବୁ ଜିନିଷ ପ୍ରତିବନ୍ଧକ ହେବ। କିନ୍ତୁ ଲୋକମାନଙ୍କ ପାଇଁ ପ୍ରଥମେ ଆଧାର କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରିବାର ଅଛି। ସମସ୍ତ ଲୋକ ଆଧାର କାର୍ଡ ପାଇବାର ବ୍ୟବସ୍ଥା କରିବାର ଅଛି। ସେ ଯେଉଁ ସାଧନଟା, ସେ ଯେଉଁ ସିଷ୍ଟମଟା, ସେଇଟା ଆଗ କରି ସବୁ ନାଗରିକଙ୍କ ପାଖରେ ଆଧାର କାର୍ଡ ପହଞ୍ଚାଇଲା ପରେ ଇଏ ଆଇନଟାକୁ ଲଗେଇଲେ ସୁବିଧା ହେବ। ନହେଲେ କିଛି ଯେଉଁମାନଙ୍କର ଆଧାର କାର୍ଡ ହେଇପାରିନି, ଯେଉଁମାନଙ୍କର ଆଧାର କାର୍ଡରେ ମଧ୍ୟ ଫଲ୍ସ ଆଧାର କାର୍ଡ ମାର୍କେଟରେ ହେଇପାରୁଛି ଏବଂ ଆଧାର କାର୍ଡ ମଧ୍ୟ ବିଦେଶରେ ମଧ୍ୟ ଆଧାର କାର୍ଡ ଗ୍ରହଣ କରୁନାହାନ୍ତି, ଯେଉଁଟାକ ଭୋଟ ପରିଚୟ ପତ୍ରକୁ ଗ୍ରହଣ କରୁଛନ୍ତି ଅଥଚ ଆଧାର କାର୍ଡ ଗ୍ରହଣ କରୁନାହାନ୍ତି। ତେଣୁ ଆଧାର କାର୍ଡକୁ ଏକବାରେ ସିଷ୍ଟମେଟିକ ଭାବରେ ସମସ୍ତ ନାଗରିକଙ୍କ ପାଖରେ ଆଧାର କାର୍ଡ ପହଞ୍ଚିବାର କରିବାର ବ୍ୟବସ୍ଥା ହେଇସାରିଲା ପରେ ଆଇନକି ଲଗେଇଲେ, କାର୍ଯ୍ୟକାରୀ କରାଇଲେ ଲୋକ ଉପକୃତ ହେବେ। ବିରୋଧୀ ଦଳ ହିସାବରେ ଯେତେବେଳେ ସେମାନେ ଥିଲେ, ଏ ବିଷୟ କେତେଥର ଉଠେଇଥିଲେ, ବିଧାନସଭାରେ ହଉ କିମ୍ବା ବାହାରେ ହଉ, ସେ କଥା ସେମାନେ ତର୍ଜମା କରନ୍ତୁ ଏବଂ ଏସବୁ କାର୍ଯ୍ୟରେ ଯେଉଁ କଥା କହୁଛନ୍ତି, ସରକାରଙ୍କର କୌଣସି ବିଜୁ ଜନତା ଦଳ ସରକାର ଥିଲାବେଳେ କୌଣସି ଉଦ୍ଦେଶ୍ୟ ନଥିଲା। ଲୋକମାନଙ୍କ ପାଖରେ ତୃଣମୂଳ ସ୍ତରରେ ସମସ୍ତ ଯୋଜନା ପହଞ୍ଚାଇବା ପାଇଁ ସରକାର ଅନେକ ବ୍ୟବସ୍ଥା କରିଥିଲେ ଏବଂ ଲୋକମାନଙ୍କ ପାଖରେ ମଧ୍ୟ ପହଞ୍ଚୁଥିଲା। କୋଉଠି ଯଦି ତ୍ରୁଟି ବିଚ୍ୟୁତି ଅଛି ତାକୁ ସଂଶୋଧନ କରନ୍ତୁ। ଏ ତ ସରକାରୀ କାର୍ଯ୍ୟ, ସରକାର ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ। ବର୍ତ୍ତମାନ ସରକାର ଆସିଛନ୍ତି, କୋଉଠି ତ୍ରୁଟି ଅଛି ତାକୁ ସଂଶୋଧନ କରିବେ। ତେଣୁ ସେସବୁ କଥା କହିକିରି ରାଜନୀତିକରଣ କରିବାର କୌଣସି ମାନେ ନାହିଁ। ଲୋକମାନଙ୍କ ପାଖରେ ଏକ ସ୍ୱଚ୍ଛ ଏବଂ ଠିକ ଭାବରେ ହେଇଥିବା ଆଧାର କାର୍ଡ ଲୋକମାନଙ୍କ ପାଖରେ କେମିତି ପହଞ୍ଚିବ, 100% ଲୋକଙ୍କ ପାଖରେ ପହଞ୍ଚିବ, ଏ ଦାୟିତ୍ୱ ହେଉଛି ସରକାର।